ଘରର ପୁଅ ହେବା ଏତେ ସହଜ ନୁହେଁ ରେ ଭାଇ। ନିଜ ପରିବାରର ପରିସ୍ଥିତିକୁ ଦେଖି ନିଜର ସମସ୍ତ ଖୁସି ଓ ଇଚ୍ଛାକୁ ତଣ୍ଟି ଚିପି ମାରିଦେବାକୁ ପଡ଼େ। ସମୟ ସହ ଯଦି କୌଣସି ସମ୍ପର୍କ ବଦଳିଯାଏ ତାହେଲେ ବୁଝିନେବ ଯେ ସେ ସମ୍ପର୍କ ହିଁ ନଥିଲା, ଥିଲା କେବଳ ପ୍ରୟୋଜନ। ସମସ୍ତେ ତ ଏଠି ନିଜର ଭଳି ଲାଗନ୍ତି, କିନ୍ତୁ ପ୍ରକୃତରେ କିଏ ନିଜର ତାହା ସମୟ ହିଁ ଜଣେଇଥାଏ। ସହିବାର ଯଦି ସାମର୍ଥ୍ୟ ନାହିଁ ତେବେ କହିବାର ସାହସ ରଖ ନାହିଁ, କାହିଁକି ନା ଜବାବର ପ୍ରତିଜବାବ ଦୁଇ ଗୁଣ ହୋଇ ଫେରିଥାଏ। ଯଦି କାହା ଭିତରେ କିଛି ଭୁଲ ଦେଖୁଥାଅ ତାହେଲେ ତା ସହିତ କଥା ହୁଅ। ଯଦି ସମସ୍ତଙ୍କ ଭିତରେ ଭୁଲ ଦେଖାଯାଉଛି ତେବେ ଥରେ ନିଜ ସହିତ କଥା ହୁଅ। ଜୀବନରେ ଭାଗ୍ୟକୁ ଭରସା କରି ବସି ରହିଲେ କଦାପି ଆଗକୁ ବଢ଼ିପାରିବେ ନାହିଁ। ସଫଳ ହେବାକୁ ହେଲେ ପ୍ରୟାସ କରିବାକୁ ପଡ଼ିବ। ଲୋକମାନଙ୍କ କାମ, ସେମାନେ ଭଲ କହିଲେ କହିବେ, ଖରାପ କଲେ ମଧ୍ୟ କହିବେ। ଯଦି ଆପଣ ସଠିକ ରାସ୍ତାରେ ଚାଲୁଛନ୍ତି ତେବେ ଲୋକଙ୍କ କଥାକୁ ନ ଶୁଣି ନିସ୍ୱାର୍ଥ ଭାବେ ନିଜ କର୍ତ୍ତବ୍ୟ କରି ଚାଲନ୍ତୁ। ବିଜୟ ନିଶ୍ଚୟ ହେବ। ସବୁବେଳେ ମନେ ରଖନ୍ତୁ, ଜୀବନରେ ହାରନ୍ତୁ ଅବା ଜିତନ୍ତୁ, କିନ୍ତୁ ପ୍ରୟାସ ସବୁବେଳେ ଜାରି ରଖନ୍ତୁ। କାହିଁକି ନା ବେଳେବେଳେ ସମୟ ଖରାପ ରାସ୍ତାରେ ପହଞ୍ଚାଇ ଦେଇଥାଏ। ଅନ୍ୟକୁ ବିଶ୍ୱାସ କର, କିନ୍ତୁ ଅନ୍ୟ ଉପରେ ନିର୍ଭର କରି ରୁହ ନାହିଁ। ଏମିତି କେହି ନାହିଁ ଯିଏ କେବେ ଭୁଲ କରିନାହିଁ, କିନ୍ତୁ ସିଏ ହିଁ ଆଗକୁ ବଢ଼ିଥାଏ ଯେ ନିଜ ଭୁଲରୁ କିଛି ଶିଖିଥାଏ। ପ୍ରେମ ହେବା ପାଇଁ କିଛି ସମୟ ଲାଗିଥାଏ, କିନ୍ତୁ ପ୍ରେମକୁ ଭୁଲିବା ପାଇଁ ସାରା ଜୀବନ ଲାଗିଯାଏ। ଜୀବନରେ କିଛି ଏମିତିକା ସାଥୀ ମିଳନ୍ତି ଯେ ଖେଳନା ସାଥିରେ ନୁହେଁ, ମଣିଷର ହୃଦୟ ସାଥିରେ ଖେଳିଯାଆନ୍ତି। ଜୀବନରେ ବଞ୍ଚିବାର ଖାଲି ଗୋଟିଏ ନିୟମ ରଖ, ଯିଏ ତୁମକୁ ବୁଝୁନାହିଁ ତାକୁ ଅଣଦେଖା କରିବା ଶିଖ। ମଣିଷ ଯେତେବେଳେ ଠିକ କଥା କୁହେ ତାକୁ ଖୁବ୍ କମ୍ ଲୋକ ବିଶ୍ୱାସ କରନ୍ତି, କିନ୍ତୁ ଯେବେ ମଣିଷ କାହା ବିଷୟରେ ନିନ୍ଦା କରେ, ଅପବାଦ କରେ ବା ମିଛରେ ଦୁର୍ନାମ କରେ ତାକୁ ପ୍ରାୟ ସମସ୍ତେ ବିଶ୍ୱାସ କରନ୍ତି। ଯେତେବେଳେ ଆପଣ ନିଜକୁ ଖୋଜିଥାନ୍ତି ସେତେବେଳେ ଏ ଦୁନିଆ ଆପଣଙ୍କୁ ଖୋଜିଥାଏ। ଆପଣ ବାରମ୍ବାର ହାରିବା ପରେ ମଧ୍ୟ ଜିତିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ତେବେ ନିଶ୍ଚିତ ଭାବରେ ଆପଣ ଦିନେ ବଡ଼ ସଫଳତା ପାଇବେ। ଯେଉଁଠି ଜିତିବାଟା ସୁନିଶ୍ଚିତ ସେଠାରେ ତ କେହି ଲଢ଼ି ପାରିବେ। ସାହସୀ ତ ସିଏ ହୋଇଥାଏ ଯିଏ ହାରିବ ବୋଲି ଜାଣି ମଧ୍ୟ ମଇଦାନ ଛାଡ଼େ ନାହିଁ। ଯେଉଁ ଲୋକ ନିଜ ଲୋକଙ୍କ ପାଖରୁ ଧୋକା ଖାଇଥାଏ ସେ ନିଜ ଲୋକଙ୍କ ପାଖରୁ ଦୁଃଖ କଷ୍ଟ ପାଇଥାଏ। ସେ ଲୋକ ନିଜକୁ ବହୁତ ମଜବୁତ କରି ନେଇଥାଏ, ହୃଦୟରୁ ବି ଆଉ କଥାରୁ ବି। ଆଶା ବହୁତ କଷ୍ଟ ଦେଇଥାଏ, କିନ୍ତୁ କେଜାଣି କାହିଁକି ଏ ମନରେ ବହୁତ ଆଶା ରହିଥାଏ। ଅଧିକ ଦୁଃଖ ତ ସେତେବେଳେ ଲାଗେ ଯେତେବେଳେ ଅନ୍ୟ କାହା ପାଇଁ ଆମେ ନିଜକୁ ବଦଳେଇ ଦେଉ ଆଉ ସିଏ ହିଁ ଆମକୁ ଗୁରୁତ୍ୱ ଦିଏ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କ କଥା ଶୁଣ ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ କିଛି ଶିଖ, କାହିଁକି ନା ସମସ୍ତେ ସବୁ କିଛି ଜାଣିନଥାନ୍ତି, ହେଲେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ତ ଜାଣିଥାନ୍ତି। ଜୀବନରେ ତ ଆମକୁ ବହୁତ କିଛି ମିଳେ ଆଉ କିଛି ମିଳେ ନାହିଁ, କିନ୍ତୁ ଆମ ମନରେ ପାଇବାର ସୁଖଠାରୁ ଅଧିକ ହରେଇବାର ଦୁଃଖ ଥାଏ। ଯେଉଁମାନେ ଗୋଟିଏ ସଚ୍ଚୋଟ ବ୍ୟକ୍ତିର ହୃଦୟ ଭାଙ୍ଗି ଆଉ କାହା ପାଖକୁ ଖୁସି ଖୋଜିବାକୁ ଯାଆନ୍ତି ସେମାନେ ସଦାବେଳେ ଧୋକା ହିଁ ପାଆନ୍ତି। ମତଲବୀ ସମ୍ପର୍କର ତ ମାତ୍ର ଏତିକି କାହାଣୀ, ଭଲ ସମୟରେ ପ୍ରଶଂସା ଆଉ ଖରାପ ସମୟରେ ଭୁଲ ଚାହାଣୀ। ଅନ୍ୟକୁ ବିଶ୍ୱାସ କର, କିନ୍ତୁ ଅନ୍ୟ ଉପରେ ନିର୍ଭର ରୁହ ନାହିଁ। ଯିଏ ରାଗରେ ଭୁଲ କରନ୍ତି ସେ ବଦଳି ଯାଆନ୍ତି, ହେଲେ ଯିଏ ଆତ୍ମଗର୍ବରେ ଭୁଲ କରନ୍ତି ସେ କେବେ ବଦଳନ୍ତି ନାହିଁ। ଏଠି ସମସ୍ତେ ନିଜର ଭଳି ଲାଗନ୍ତି, କିନ୍ତୁ ପ୍ରକୃତରେ କିଏ ନିଜର ତାହା ସମୟ ହିଁ ଜଣେଇଥାଏ। ପ୍ରେମ ହେବା ପାଇଁ କିଛି ସମୟ ଲାଗିଥାଏ, କିନ୍ତୁ ପ୍ରେମକୁ ଭୁଲିବା ପାଇଁ ସାରା ଜୀବନ ଲାଗିଥାଏ। ଗୋଳିଆ ପାଣିକୁ ଚହଲାଇଲେ କିଛି ଲାଭ ନାହିଁ, ତାକୁ ସ୍ଥିର କରି ରଖିଦିଅନ୍ତୁ, ଦେଖିବେ ମଇଳା ସବୁ ଆପେ ଆପେ ତଳେ ବସିଯିବ। ସେହିପରି ଜୀବନରେ ବିପତ୍ତି ଆସିଲେ ନ ଡରି ଶାନ୍ତ ରହି ବିଚାର ବିମର୍ଶ କରନ୍ତୁ, ଉପାୟ ନିଶ୍ଚୟ ମିଳିବ।
जीवन रे केते भी दुख आसु ताकू देखि केबे निराश हो नाही कि भांगी पड़ो नाही काहेकि ना आपण जेते भी चेष्टा करि नियो दुख आपणकर पीछा छाड़िबो नाही। सेथिपाई सबुबले समस्यार सामना करो, समस्या को देखि केबे डरी जाओ नाही। काहाकू किछि बाधिला भली कहिबा पूर्वरु थरे एही कथा भाबंतु कि जदि सेही कथा आपणको केही कुहे तो आपणको केमिति लागिबो। भूलटिए छोट हेउ अबा बड़ ताहा भूल ही होइथाय, ताकू अणदेखा न करी सुधारिबा आवश्यक, जेपरि ताहा कोनोसी अपराधरे परिणत न हेबो। जीवन रे सफल हेबाकू हेले सबुठारु कष्ट लागुथिबा कार्य को प्रथमे करिबाकू हेबो। सुख एवं दुख समस्तक जीवन रे आसी थाए। गर्व करंतु नाही जेतेबेले सुख आपणक पाखकू आसी थाए, आउ दुख समय रे टिके अपेक्षा करंतु सुख निहाती भावरे आसीबो। जीवन रे समय कटैबा पई बंधुता करो नाही, बरं बंधुंक सहित समय कटैबा पई समय बाहर करंतु। जीति दरकार केवल जीतिबा पाई, नहेले हारिबा पाई तो गोटिए डर ही यथेष्ट। समय किए देउ कि न देउ सेथिरे किछि जाय आसे नाही, किंतु तुमे तुम कर्तव्य करि चलो, समय तार ठीक जवाब देबो। 7टी अमूल्य शिक्षा जीवन रे कोन करिवे नाही, बिना निमंत्रण रे कोनोसी स्थान को जिबे नाही, जाची करी औलिकी बा दंडवत करिवे नाही, आदर स्नेह नथिबा जगारे भोजन करिवे नाही, न पचारिले उपरे पड़ी किछि कहिबो नाही, अविश्वासी लोकंक सह संपर्क रखिबो नाही, सम्मान न मिलुथिबा जगारे बसिबो नाही, तुम सहित संपर्क रखिबाकू चाहू नथिबा व्यक्ति सहित संपर्क रखिबो नाही, नहेले एभली परिस्थिति आपणको अपमानित सम्मानहानि हेबार संभावना बेसी थाए। एही भिडियोटी जदि आपण माननकू भल लागि थाए ताहेले मो भिडियोटी को लाइक शेयर कमेंट करी मो चैनल टी को सब्सक्राइब करि दियंतु।